ଏବେ ପ୍ରତି ଗ୍ରାମରେ ମିନି ରାଇସ୍ ମିଲ୍ ଚାହିଦା ବହୁତ ମାତ୍ରାରେ ବଢ଼ି ଚାଲିଛି ଏବଂ ପ୍ରତି ଗ୍ରାମରେ ଏବେ 2ରୁ 3 ମିନି ରାଇସ୍ ମିଲ୍ ଆପଣଙ୍କୁ ମିଳିଯିବ। 6N40 ମଡେଲ ହଉ କିମ୍ବା 62200 ମଡେଲ ହଉ କିମ୍ବା 63300 ମଡେଲ ମଧ୍ୟ ହଉ, ଠିକ ଅଛି। ଏବଂ ବହୁତ ଲୋକଙ୍କର ଏ ମିନି ରାଇସ୍ ମିଲ୍ ବହୁତ ବି ପ୍ରୋବ୍ଲେମ ହୁଏ, ଠିକ ଅଛି, ଯାହା ମୁଁ ଏ ଭିଡ଼ିଓ ମାଧ୍ୟମରେ କିଛି କିଛି ଆପଣଙ୍କର ପ୍ରୋବ୍ଲେମକୁ ସଲ୍ଭ କରିପାରିବି, ঠিক ଅଛି। ଆପଣମାନେ ମୋ ଭିଡ଼ିଓକୁ କମ୍ପ୍ଲିଟ୍ ଦେଖନ୍ତୁ। ଭିଡ଼ିଓ ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚିତ କରିଦେବେ ଏବଂ ସାଙ୍ଗସାଥିଙ୍କୁ ସେୟାର ନିଶ୍ଚିତ କରିବେ, ଠିକ୍ ଅଛି। ଏବଂ ଆପଣଙ୍କ ଯଦି ନାହିଁ ତେବେ ଆପଣଙ୍କ ଗାଁରେ ଯାହା ବି ହେଲେ ମେସିନ୍ ଥିବ ସେମାନଙ୍କ ପାଖକୁ ଭିଡ଼ିଓଟାକୁ ନିଶ୍ଚିତ ସେୟାର କରିବେ। ବହୁତ ଲୋକଙ୍କର ଅଛନ୍ତି ଯେଉଁ ପ୍ରୋବ୍ଲେମଟା ଅଛି, ପ୍ରୋବ୍ଲେମଟା ହେଲା ଯଦି ଆପଣଙ୍କର ଫିତା ସହିତ ଏ ଯେଉଁ ପୁଲି ବହୁତ ମାତ୍ରାରେ ଗରମ ହେଉଥିବ, ଠିକ୍ ଅଛି, ତ କ'ଣ ପାଇଁ ଗରମ ହେଉଛି ସେଇଟା ଜାଣିବା ପାଇଁ ଏ ଭିଡ଼ିଓକୁ କମ୍ପ୍ଲିଟ୍ ଦେଖନ୍ତୁ, ଠିକ୍ ଅଛି। ଦେଖନ୍ତୁ, ଯଦି ଆପଣଙ୍କର ଫିତା ଆପଣ ଚଲେଇଲା ବେଳେ ଆକୁ ପୁରା ଟାଇଟ୍ରେ ଚଲେଇଛନ୍ତି, ପୁରାପୁରି ଯେଉଁଟା ଅଛି ଫିତା ଆଡ଼ଜଷ୍ଟମେଣ୍ଟ ଫୁଲ୍ ଟାଇଟ୍ କରିକି ଚଲାଉଛନ୍ତି, ଫିତା ପୁରା ହାର୍ଡ଼ରେ ରହୁଛି, ଟାଇଟ୍ରେ ଚାଲୁଛି, ତ ଆପଣଙ୍କର ଫିତା ଗରମ ହେବା ନିଶ୍ଚିନ୍ତ, ଠିକ୍ ଅଛି। ଫିତାକୁ କେମିତି ଚେକ୍ କରିବେ ଟାଇଟ୍ ଅଛି କି ନାହିଁ? ଦେଖନ୍ତୁ, ଯଦି ଟାଇଟ୍ ଥିବ ତେବେ ସେଇଟାକୁ ଭିତରକୁ ଦାବିବେ 1 ଇଞ୍ଚ, ବାହାରକୁ ଆସିବେ 1 ଇଞ୍ଚ, ମାନେ 1 ଇଞ୍ଚ ଫରକ ରହିବ ଫିତା, ତାହେଲେ ଜାଣିବେ ଆପଣଙ୍କର ଫିତା ପୁରା ନର୍ମାଲରେ ଅଛି, ଆପଣଙ୍କ ମେସିନ୍ ମଧ୍ୟ ବହୁତ ବଢ଼ିଆସେ ଚାଲିବ, ଠିକ୍ ଅଛି। ଆଉ ଯଦି ଆପଣଙ୍କର ଗରମ ହେଉଥିବ, ଫିତା ଗରମ ହେଉଥିବ, ପୁଲି ଗରମ ହେଉଥିବ, ଆପଣ ଫିତାକୁ ଢିଲା କରିଦିଅନ୍ତୁ, ଠିକ୍ ଅଛି। ଠିକ୍ ଆଡ଼ଜଷ୍ଟମେଣ୍ଟ କରନ୍ତୁ, ଆପଣଙ୍କର ଫିତା ଗରମ ହେବନି, ପୁଲି ବି ମଧ୍ୟ ଗରମ ହେବନି। ଆଶା କରୁଛି ଭିଡ଼ିଓରୁ କିଛି ଶିଖିବାକୁ ପାଇଥିବେ। ଯଦି ଶିଖିବାକୁ ପାଇଥିବେ ନିଶ୍ଚିତ ଗୋଟେ ଲାଇକ୍ କରିଦେବେ ଭିଡ଼ିଓକୁ, ଠିକ୍ ଅଛି, ଏବଂ ସାଙ୍ଗସାଥିଙ୍କୁ ସେୟାର ନିଶ୍ଚିତ କରିବେ। ମୋର ଏ ଛୋଟିଆ ବିଜନେସ୍ ଆପଣଙ୍କୁ କେମିତି ଲାଗୁଛି କମେଣ୍ଟ ମାଧ୍ୟମରେ ନିଶ୍ଚିତ କମେଣ୍ଟ କରିଦେବେ। ବର୍ତ୍ତମାନ ଦେଖନ୍ତୁ ଟିଣ ଖଣ୍ଡେ ସବୁ ଥୁଆ ହେଇଛି, ପୁରା ସାଇଜ୍ ହେଇ ଥୁଆ ହେଇଛି, ଯେହେତୁ ଆଜି ସକାଳୁ କଳ ଚାଲିନି ସେଥିପାଇଁ ଘର ବି ପରିଷ୍କାର ଅଛି। ଦେଖିପାରୁଥିବେ ମୋର ଇଏ ହେଉଛି 2 ବର୍ଷର ମେସିନ୍, ଇଏ ହେଲା ଅଟା ଚକି। ଫ୍ୟାନ୍ ମଧ୍ୟ ଲାଗିଛି।